ପିଲାମାନେ, ଏ ସପ୍ତାହର କିଶୋର ଚକ୍ର କାର୍ଯ୍ୟକ୍ରମକୁ ତମାନଙ୍କୁ ସ୍ୱାଗତ। ଆଉ ଜମାରୁ ଡେରି ନ କରି ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଭଜନଟିଏ। ଗାଇଛନ୍ତି ସୁଶ୍ରୀ ଶ୍ରେୟସୀ ତ୍ରିପାଠୀ, ରଚନା ବାବାଜୀ ଚରଣ ଜେନା। ଆସ ଶୁଣିବା। सिद्धिदाता गणनाथ गिरिजानन्दन आरती करुछि प्रभु घेन मो वन्दन आहे गिरिजानन्दन। सिद्धिदाता गणनाथ गिरिजानन्दन आरती करुछि प्रभु घेन मो वन्दन आहे गिरिजानन्दन। सिन्दूर चन्दन सोहे ललाट पटले नयने सजाई तुम कजल कलारे पाश अंकुश साथीरे धरिछ लिखन वीरपण केही तुम दुहाई समान आहे गिरिजानन्दन। सिद्धिदाता गणनाथ गिरिजानन्दन आरती करुछि प्रभु घेन मो वन्दन आहे गिरिजानन्दन। अग्रपूज्य प्रभु तुमे सकल कर्मरे पूर्णता भरि दिया डाके जे आकुले अमृतर लडु धरि दिया दिव्य ज्ञान पद कञ्जे विघ्न राज दिया हे शरण आहे गिरिजानन्दन। सिद्धिदाता गणनाथ गिरिजानन्दन आरती करुछि प्रभु घेन मो वन्दन आहे गिरिजानन्दन आहे गिरिजानन्दन आहे गिरिजानन्दन। ପିଲାଏ, ବର୍ତ୍ତମାନ ଏ ଆଧୁନିକ ଯୁଗରେ ଆମେ ବିଜ୍ଞାନ ବିନା ବଞ୍ଚି ପାରିବାନି। ବିଜ୍ଞାନ ଆମ ସୁଖ ସୁବିଧାକୁ ଦ୍ୱିଗୁଣିତ କରିଛି। ଆମେ ଆରାମରେ ଆଉ ଖୁସିରେ ଆମର ଦୈନନ୍ଦିନ ଜୀବନ କାଟିପାରୁଛୁ କେବଳ ଏଇ ବିଜ୍ଞାନ ଯୋଗୁଁ। କିନ୍ତୁ କିଛି ଶକ୍ତି ଏଇ ବିଜ୍ଞାନକୁ ଭୁଲ କାମରେ ବ୍ୟବହାର ମଧ୍ୟ କରୁଛନ୍ତି, ଯାହା ଫଳରେ
ପୃଥିବୀର ଶାନ୍ତି ଭଙ୍ଗ ହେଉଛି, ଯାହାକି ଜମାରୁ ଠିକ୍ ନୁହେଁ। ଆସ ଆଜି ଆମେ ବିଜ୍ଞାନ ଆଉ ତା'ର ଅବଦାନଗୁଡ଼ିକୁ କିପରି ଶାନ୍ତି ପଥରେ ବ୍ୟବହାର କରିବା ସେ ବିଷୟରେ ଜାଣିବା। ବିଜ୍ଞାନ ଓ ଶାନ୍ତି କହିଛନ୍ତି ଡକ୍ଟର ସ୍ୱପ୍ନା ମହାପାତ୍ର। ପିଲାମାନେ, ତମାନେ ଜାଣିଥିବ ଯେ 2001 ମସିହା ଠାରୁ ନଭେମ୍ବର ମାସରେ ଶାନ୍ତି ଓ ସମୃଦ୍ଧି ପାଇଁ ବିଶ୍ୱ ବିଜ୍ଞାନ ଦିବସ ସାରା ପୃଥିବୀରେ ଜାତିସଂଘ ତରଫରୁ ପାଳନ କରାଯାଉଛି। ପିଲାଏ, ତମାନେ ଭାବୁଥିବ ବିଜ୍ଞାନ ଓ ଶାନ୍ତି ବିଷୟରେ ଆଲୋଚନା କରିବାର କ'ଣ ଆବଶ୍ୟକତା ରହିଛି। ଏହି ଦିବସଟିକୁ ପାଳନ କରିବାର ପ୍ରଧାନ ଆଭିମୁଖ୍ୟ ହେଲା ଆମେ ନାଗରିକମାନଙ୍କୁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଉଦ୍ଭାବନ ତଥା ସମାଜ ଉପରେ ଏହାର ପ୍ରଭାବ କ'ଣ ସେ ବିଷୟରେ ବିଦ୍ୟାର୍ଥୀ ଓ ବିଜ୍ଞାନରେ ରୁଚି ରଖୁଥିବା ବ୍ୟକ୍ତିମାନଙ୍କୁ ନିୟମିତ ଭାବେ ଆଲୋଚନା ମାଧ୍ୟମରେ ଜଣାଇବା, ଦୈନନ୍ଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ବିଷୟରେ ସଚେତନ କରାଇବା ଏବଂ ବିଜ୍ଞାନର ବିଭିନ୍ନ ଗବେଷଣା ମାଧ୍ୟମରେ ଏହି ବିଶାଳ ପୃଥିବୀ ତଥା ମହାକାଶର ବିଭିନ୍ନ ଆବିଷ୍କୃତ ନ ହୋଇଥିବା ଦିଗ ବିଷୟରେ ଯେଉଁ ନୂଆ ନୂଆ ତଥ୍ୟ ମିଳୁଛି ସେ ବିଷୟରେ ନାଗରିକମାନଙ୍କୁ ଅବଗତ କରାଇବା। ଏସବୁ ମୂଳରେ ରହିଛି ବିଜ୍ଞାନ ପ୍ରତି ଆମର ବିଶ୍ୱାସ ଜାଗ୍ରତ କରାଇବା। ବିଜ୍ଞାନ ଉପରେ ବିଶ୍ୱାସ ରଖିଲେ ହିଁ ବିଭିନ୍ନ ବୈଷୟିକ ଉଦ୍ଭାବନ ଦ୍ୱାରା ସମାଜର ଉନ୍ନତି ହୋଇପାରିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ସବୁ କ୍ଷେତ୍ରରେ ଆମେ ଆଗକୁ ଯାଇପାରିବା। ଏଥିପାଇଁ ବିଜ୍ଞାନର ବିଭିନ୍ନ ପ୍ରକଳ୍ପ ଗୁଡ଼ିକୁ ଆମକୁ ସେହି ଅନୁସାରେ ପ୍ରାଧାନ୍ୟ ଦେବାକୁ ପଡ଼ିବ ଏବଂ ନାଗରିକମାନଙ୍କର ସମାଜର ସହଯୋଗ ନଥିଲେ ଏସବୁକୁ ଆମେ ରୂପରେଖ ଦେଇପାରିବାନି। ତେଣୁ ପିଲାମାନେ, ସଚେତନତା ଏବଂ ଉଚ୍ଚକୋଟୀର ବିଜ୍ଞାନ ଶିକ୍ଷାର ଅନେକ ଆବଶ୍ୟକତା ରହିଛି, ଏହା ଉପରେ ମୁଁ ଗୁରୁତ୍ୱ ଦେବାକୁ ଚାହୁଁଛି। ହଁ ରେ ପିଲାଏ, ଆଜି ଆମେ ଯେତେବେଳେ ବିଜ୍ଞାନ ଓ ଶାନ୍ତି ବିଷୟରେ ଆଲୋଚନା କରୁଛେ, ଆମେ ବୁଝିବା ଦରକାର ଯେ ବିଜ୍ଞାନର ଅଗ୍ରଗତି ଅର୍ଥନୈତିକ, ସାମାଜିକ ଓ ପରିବେଶର ବିକାଶ ଉପରେ ଆଧାରିତ ହେବା ଜରୁରୀ। ଏହି ପ୍ରସଙ୍ଗରେ ଦାରିଦ୍ର୍ୟ ଓ କ୍ଷୁଧାକୁ ଦୂର କରିବା, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛ ପାଣି, ପରିଷ୍କାର ପରିଚ୍ଛନ୍ନତା, ପୁଅ ଝିଅଙ୍କୁ ସମାନ ପ୍ରକାରର ଶିକ୍ଷା ଦେବାର ବ୍ୟବସ୍ଥା, ସାମାଜିକ ନ୍ୟାୟ, ବୈଷୟିକ ଶିକ୍ଷା ପାଇବାର ସମାନ ଅଧିକାର, ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ରୋକିବା, ପରିବେଶର ସୁରକ୍ଷା ତଥା ଏହି ସୁନ୍ଦର ପୃଥିବୀର ସୁରକ୍ଷା ଦିଗରେ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଜାତିସଂଘ ଆହ୍ୱାନ ଓ ପ୍ରସ୍ତାବ ଦେଇଛି। ଏସବୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ଆମେ ଆଜି ବହୁତ ଦୂରରେ ଅଛୁ। ତେଣୁ ପିଲାମାନେ, ବିଜ୍ଞାନର ନୂଆ ନୂଆ ଚିନ୍ତାଧାରା ଓ ଆବିଷ୍କାରକୁ କାର୍ଯ୍ୟରେ ଲଗାଇ ଗୋଟିଏ ସମୃଦ୍ଧ ଏବଂ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ଗଠନ କରିବାରେ ଆମେ ସମସ୍ତେ ସାମିଲ ହେଲେ ଏହିସବୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବା। ଗୋଟିଏ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ଆମେ ପରିବେଶକୁ ସୁରକ୍ଷିତ ଓ ନିର୍ମଳ ରଖିବା ନିହାତି ଦରକାର। ରାଷ୍ଟ୍ରର ସମୃଦ୍ଧି ଏହାର ନାଗରିକମାନଙ୍କ ଉପରେ ନିର୍ଭର କରେ। ତେଣୁ ପ୍ରତ୍ୟେକ ନାଗରିକକୁ ସୁସ୍ଥ ସବଳ ରହିବାକୁ ପଡ଼ିବ। ତାର ନିଜ ଭିତରେ ଥିବା ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ବିଜ୍ଞାନ, ଗଣିତ, କଳା ଓ ଭାଷାରେ ଉତ୍କର୍ଷତା ଆଣିବାକୁ ପଡ଼ିବ। ନିରକ୍ଷରତା, ଦାରିଦ୍ର୍ୟ ଦୂର କରିବାକୁ ପଡ଼ିବ। ତାହେଲେ ସମସ୍ତେ ଶାନ୍ତିରେ ଜୀବନଯାପନ କରିପାରିବେ। ଜାଣିଛ ପିଲାମାନେ, ଏସବୁର ମୂଳରେ ରହିଛି ବିଜ୍ଞାନର ଉପଯୁକ୍ତ ବ୍ୟବହାର। ଆଜି ଆମେ ଯେତେ ସମୃଦ୍ଧ ଦେଶ ଦେଖୁଛୁ, ସେମାନେ ସମସ୍ତେ ବିଜ୍ଞାନର ତଥା ନାଗରିକମାନଙ୍କର ଉନ୍ନତି ଯୋଗୁଁ ହିଁ ସମୃଦ୍ଧ ହୋଇପାରିଛନ୍ତି। ସୁଇଜରଲ୍ୟାଣ୍ଡ ଦେଶର ଜେନିଭାଠାରେ ଥିବା ସର୍ନ ଲାବୋରେଟୋରୀ, ଇଟାଲୀର ଟ୍ରିଏଷ୍ଟ ସହରରେ ଥିବା ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରିଟିକାଲ ଫିଜିକ୍ସ ICTP, ଆମେରିକାର ଫର୍ମି ଲ୍ୟାବ, ଜର୍ମାନୀର ଡେଜି, ଜାପାନର କେଇକେ ଇତ୍ୟାଦି ଲାବୋରେଟୋରୀ ଗୁଡ଼ିକରେ ବିଭିନ୍ନ ଦେଶର ହଜାର ହଜାର ବୈଜ୍ଞାନିକମାନେ ଏକାଠି ମିଶି ଖୁବ୍ ଉଚ୍ଚକୋଟୀର ଗବେଷଣା କରୁଛନ୍ତି, ଯାହାକି କେବଳ ନୂତନ ଜ୍ଞାନ ଆହରଣ ଓ ମାନବ ସମାଜର ଉନ୍ନତି ପାଇଁ ଉଦ୍ଦିଷ୍ଟ। ସବୁଠୁ ବଡ଼ କଥା ହେଲା ବିଜ୍ଞାନର ଅପବ୍ୟବହାର। ଏହାର ଚାବିକାଠି ରାଷ୍ଟ୍ର ଓ ଏହାର ନାଗରିକମାନଙ୍କ ହାତରେ। ପିଲାମାନେ, ଆମେ ଚାହିଁଲେ ବିଜ୍ଞାନ ଦ୍ୱାରା ଜ୍ଞାନର ଆଦାନ ପ୍ରଦାନ କରି ପରସ୍ପର ଭିତରେ ମିଳିମିଶି ଚଳି ଗୋଟିଏ ସୁନ୍ଦର ପୃଥିବୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରିବା। କିନ୍ତୁ ଆମେ ଆଜି ଦେଖୁଛୁ ଯେ ମାନବ ସମାଜ ହିଁ ପରିବେଶକୁ ଧ୍ୱଂସ କରିଚାଲିଛି, ପ୍ରଦୂଷଣ ବଢ଼ି ଚାଲିଛି, ଦେଶ ଦେଶ ଭିତରେ ଯୁଦ୍ଧ ଚାଲିଛି, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ବୋମା ପକେଇ ହଜାର ହଜାର ସଂଖ୍ୟାରେ ନିରୀହ ଶିଶୁ, ମହିଳା ଓ ପୁରୁଷଙ୍କୁ ମାରି ଦିଆଯାଉଛି। ସ୍କୁଲ, କଲେଜ, ହସ୍ପିଟାଲ ଗୁଡ଼ିକୁ ଧ୍ୱଂସ କରି ଦିଆଯାଉଛି। କମ୍ପ୍ୟୁଟରରୁ ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଉଛି। ଦେଶର ସୁରକ୍ଷା ବିପନ୍ନ ହୋଇଯାଉଛି।
ଏସବୁ ବିଜ୍ଞାନର ଅପବ୍ୟବହାର ଯୋଗୁଁ ହିଁ ହେଉଛି। ତେବେ ପିଲାମାନେ ଆମେ ଭୁଲିଯିବା ନାହିଁ ଯେ ସେହି ବିଜ୍ଞାନ ଦ୍ୱାରା ବିଜ୍ଞାନର ଅପବ୍ୟବହାରକୁ ମଧ୍ୟ ରୋକାଯାଇ ପାରିବ। ତେଣୁ ବିଜ୍ଞାନ ଓ ଶାନ୍ତି ଆମ ସମସ୍ତଙ୍କ ପାଇଁ ଆଜି ଏକ ବଡ଼ ଆହ୍ୱାନ। ଆମେ ପରସ୍ପର ସହିତ ସହଯୋଗ କରି ବିଜ୍ଞାନର ନୂଆ ନୂଆ ଉଦ୍ଭାବନ ଓ ଉତ୍କର୍ଷକୁ ସରଳ ଭାଷାରେ ବୁଝାଇ ଲୋକଙ୍କୁ ବିଜ୍ଞାନ ପ୍ରତି ଆକର୍ଷିତ କରାଇବା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆମର ଆବଶ୍ୟକତା ପାଇଁ ବ୍ୟବହାର କରିବା, ପରିବେଶକୁ ଧ୍ୱଂସ ନ କରି ଏପରି ଏକ ସୁସ୍ଥ ସମାଜ ଗଠନ କରିବା ଯାହାକୁ ତୁମରି ପରି ପିଲାମାନେ ମଧ୍ୟ ବଜାୟ ରଖିପାରିବେ। ତାହେଲେ ନାଗରିକମାନଙ୍କ ମନରେ ବିଶ୍ୱାସ ଆସିବ ଯେ ବିଜ୍ଞାନର ବିକାଶ ହେଲେ ସାମୂହିକ ବିକାଶ ହୋଇପାରିବ, ମାନବ ସମାଜର ଜୀବନର ମାନଦଣ୍ଡ ବୃଦ୍ଧି ପାଇପାରିବ, ମିଳିତ ଜାତିସଂଘର ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ଏବଂ ଆମେ ସମସ୍ତେ ଶାନ୍ତିରେ ଏକାଠି ରହିପାରିବା। ଆସ ପିଲେ, ଏବେ ଶୁଣିବା ପଲ୍ଲୀ ଗୀତଟିଏ। ଗାଇଛନ୍ତି ସୁଶ୍ରୀ ଶ୍ରେୟସୀ ତ୍ରିପାଠୀ। ଗୀତଟିକୁ ଲେଖିଛନ୍ତି ବାବାଜୀ ଚରଣ ଜେନା। ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ନ ଦେଖିଲେ ତତେ ଦିନେ ମନ ବିକଳ। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ବଡ଼ି ଭଜା ସାଥିରେ ତ ଆଳୁ ଚଟଣି, ସରୁ କଞ୍ଚା ଲଙ୍କା ଗୋଟେ ଦଳିବ ଆଣି, କଖାରୁ ବତରି ଚୁନା ମାଛକୁ ପୋଡ଼ି, ହାତ ଚାଟି ଖାଉଥିବା ଗୁଣ୍ଡାକୁ ଭିଡ଼ି, ମଳ ବି ଉଠିବ ସେ ଯୋଉ ଦେଖ ଏଥର। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ତୁରାଣୀରେ ଦହି ଟିକେ ଦେଲେ ମିଶେଇ, ଶାଗ ଥିଲେ ଖାଇବାଟା ଜୀବଟି ଜମେ, ଲଙ୍କା ଆମ୍ବୁଲ ରସୁଣ ଚକଟି ଦେଇ, ଚକ ପକେଇ ଖାଇବା ନିଶ ଫୁଲେ, ତୋ ପାଇଁ ଓଡ଼ିଆ ମନେ ଭାରି ଆଦର। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ପଖାଳରେ ପଖାଳ ମୋ ସଜ ପଖାଳ ଝୁରି ହୁଏ ମନ ତତେ ସଞ୍ଜ ସକାଳ। ଝୁରି ହୁଏ ମନ ତତେ ସଞ୍ଜ ସକାଳ। ଝୁରି ହୁଏ ମନ ତତେ ସଞ୍ଜ ସକାଳ। ପିଲେ, ସିଏ ଥିଲେ ବୀର ଓଡ଼ିଆ ଯୋଦ୍ଧା। ନିଜ ମାଟି ପାଇଁ, ନିଜ ଦେଶ ପାଇଁ ସେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପଛଘୁଞ୍ଚା ଦେଇନଥିଲେ। ସିଏ ଥିଲେ ବୀର ସଂଗ୍ରାମୀ ବିର୍ସା ମୁଣ୍ଡା। ଆଜି ତାଙ୍କ ପବିତ୍ର ଜନ୍ମତିଥିରେ ଆସ ଜାଣିବା ତାଙ୍କରି ବିଷୟରେ। କହିଛନ୍ତି ନବନୀତା ନାୟକ। ବିର୍ସା ମୁଣ୍ଡାଙ୍କର ଜନ୍ମ 1875 ମସିହା ନଭେମ୍ବର 15 ତାରିଖରେ ଖୁଣ୍ଟି ସବ୍ଡିଭିଜନର ଉଲିହାତୁ ଗାଁରେ ହୋଇଥିଲା। ତାଙ୍କର ବାପାଙ୍କ ନାମ ସୁଗନା ଓ ମାଙ୍କ ନାମ କରମିହାଟୁ ଥିଲା। ସେ ଗୁରୁବାର ଦିନ ଜନ୍ମ ହୋଇଥିବାରୁ ତାଙ୍କ ନାମ ବିର୍ସା ରଖାଯାଇଥିଲା। ବିର୍ସାର ଅର୍ଥ ହେଉଛି ଗୁରୁବାର। ପିଲାଟି ଦିନରୁ
ସେ ବଡ଼ ନିର୍ଭୀକ ଓ ସାହସୀ ଥିଲେ। ସେ ଭଲ ବଂଶୀ ମଧ୍ୟ ବଜାଉଥିଲେ। ନିଜ ପିଲା ପାଖରେ ଏତେ ଭଲ ଗୁଣ ଦେଖି ତାଙ୍କର ବାପା ତାଙ୍କୁ ପାଠ ପଢ଼ାଇବା ପାଇଁ ସାଲଗାଁଠାରେ ଏକ ଗ୍ରାମ ବିଦ୍ୟାଳୟରେ ନାମ ଲେଖାଇଥିଲେ। ବିଦ୍ୟାଳୟରେ ପାଠପଢ଼ା ସହିତ ଗୁରୁଙ୍କଠାରୁ ରାମାୟଣ ଓ ମହାଭାରତର ଘଟଣା ବିଷୟରେ ମଧ୍ୟ ଶିକ୍ଷା ଲାଭ କଲେ। ପାଠପଢ଼ାରେ ଆଗ୍ରହ ଥିବା ଦେଖି ତାଙ୍କର ବାପା ଚାଇଁବସାଠାରେ ଥିବା ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିର୍ସାଙ୍କର ନାମ ଲେଖାଇଦେଲେ। କିଛିଦିନ ପଢ଼ିବା ପରେ ନିଜର ଭରଣପୋଷଣ ପାଇଁ ସେ ପାଠପଢ଼ା ଛାଡ଼ି ଆନନ୍ଦ ପାଣ୍ଡେ ନାମକ ଜଣେ ବଡ଼ ଲୋକଙ୍କ ଘରେ କାମ କଲେ। ସେତେବେଳେ ମୁଣ୍ଡାମାନଙ୍କ ପ୍ରତି ଇଂରେଜମାନଙ୍କ ଶୋଷଣ ନୀତିକୁ ବିର୍ସା ସହିପାରୁ ନଥିଲେ। ଜାଣିଛ ପିଲେ, ତାଙ୍କୁ ଖାଲି ବିର୍ସା ମୁଣ୍ଡା ନୁହେଁ, ବିପ୍ଳବୀ ବିର୍ସା ମୁଣ୍ଡା ମଧ୍ୟ କୁହାଯାଏ। କାରଣ ଏକ ସ୍ୱତନ୍ତ୍ର ମୁଣ୍ଡା ରାଜ୍ୟ ଗଠନ କରି ଇଂରେଜମାନଙ୍କ ବିରୁଦ୍ଧରେ ବିପ୍ଳବ କରିବା ପାଇଁ ତାଙ୍କ ମନରେ ପ୍ରବଳ ଇଚ୍ଛା ଥିଲା। ତେଣୁ ସେ ମୁଣ୍ଡାମାନଙ୍କୁ ଏକାଠି କଲେ। 1894 ମସିହାର କଥା। ସେହି ବର୍ଷ ଛୋଟନାଗପୁର ଅଞ୍ଚଳରେ ଭୟାବହ ମରୁଡ଼ି ପଡ଼ିଥାଏ। ଏଥିସହିତ ସେଠାରେ ବସନ୍ତ ଓ ହଇଜା ଆଦି ମହାମାରୀ ରୋଗ ମଧ୍ୟ ବ୍ୟାପିଥାଏ। ଶହ ଶହ ରୋଗୀ ମରିଯାଉଥାନ୍ତି। ବିର୍ସା ମୁଣ୍ଡା ଏହି ସମୟରେ ଦୀନଦୁଃଖୀଙ୍କ ସେବା କରିବା ପାଇଁ ବାହାରି ପଡ଼ିଲେ। କ୍ରମେ ବହୁ ସଂଖ୍ୟକ ମୁଣ୍ଡା ଆସି ତାଙ୍କ ସହିତ ହାତ ମିଳାଇଲେ। ସେମାନେ ମିଶି ଇଂରେଜ ପ୍ରଶାସକଙ୍କୁ ଜଙ୍ଗଲ ରାଜସ୍ୱରୁ ରିହାତି ଦେବା ଲାଗି ଦାବିପତ୍ର ଦେଲେ। ସେଥିପାଇଁ ତାଙ୍କୁ ହଜାରିବାଗ ଜେଲରେ ବନ୍ଦୀ ମଧ୍ୟ ହେବାକୁ ପଡ଼ିଥିଲା। ତାଙ୍କର ବନ୍ଦୀ ଖବର ଶୁଣି ମୁଣ୍ଡା ଜାତି ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। 1879 ମସିହାରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆଙ୍କ ହୀରକ ଜୟନ୍ତୀ ପାଳନ ସମୟରେ ସବୁ ରାଜବନ୍ଦୀଙ୍କୁ ମୁକ୍ତ କରିଦେବାର ଏକ ରାଜକୀୟ ଘୋଷଣା ପ୍ରକାଶ କରାଯାଇଥିଲା। ଫଳରେ ବିର୍ସା ମୁଣ୍ଡା ଓ ତାଙ୍କର 15 ଜଣ ସହଯୋଗୀଙ୍କୁ କାରାଗାରରୁ ମୁକ୍ତ କରି ଦିଆଯାଇଥିଲା। କାରାଗାରରୁ ଫେରି ବିର୍ସା ଛୋଟନାଗପୁରର ଘଞ୍ଚ ଅରଣ୍ୟ ମଧ୍ୟରେ ଏକ ମୁଣ୍ଡା ରାଜ୍ୟ ସ୍ଥାପନ କରିଥିଲେ। ଏହି ଖବର ପାଇବା ମାତ୍ରେ ଡେପୁଟି କମିଶନର ଇଂରେଜ ଫୌଜ ସହ ସେଠାରେ ପହଞ୍ଚିଥିଲେ। ଯେତେ ଚେଷ୍ଟା କଲେ ମଧ୍ୟ ମୁଣ୍ଡାମାନଙ୍କ ପ୍ରବଳ ପ୍ରତିରୋଧ ହେତୁ ଇଂରେଜ ଫୌଜ ପରାଜିତ ହୋଇଗଲେ। ଏହାପରେ ବିଦ୍ରୋହୀମାନଙ୍କୁ ଧରି ଖୁଣ୍ଟି ଥାନା ଉପରେ ଧନୁଶର ଦ୍ୱାରା ଆକ୍ରମଣ କଲେ ଏବଂ ଥାନାର ମୁଖ୍ୟ କନେଷ୍ଟବଳ ରଘୁରାମ ମୃତ୍ୟୁବରଣ କରିବାରୁ ସେମାନେ ଖୁଣ୍ଟି ଥାନା ଅଧିକାର କରିନେଲେ। ଏହାପରେ ସେ ବାହାରି ପଡ଼ିଲେ ମୁଣ୍ଡା ଅଞ୍ଚଳରୁ ଇଂରେଜମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିଦା କରିବା ପାଇଁ। 1900 ମସିହା ଜାନୁଆରୀ ମାସ 9 ତାରିଖ ଦିନ ବିର୍ସା ମୁଣ୍ଡା ଚାଲିଲେ ଡୋମ୍ବାରୀ ପାହାଡ଼ ଆଡ଼କୁ। ପାହାଡ଼ ଉପରେ ଅନେକ ଗୁମ୍ଫା ଥିବାରୁ କେତେଜଣ ମୁଣ୍ଡା ବିଦ୍ରୋହୀ ନିଜ ସ୍ତ୍ରୀ ପିଲାଙ୍କ ସହ ସେଠାରେ ରହି ଇଂରେଜମାନଙ୍କ ବିରୁଦ୍ଧରେ ସଂଘର୍ଷ କରିବା ପାଇଁ ପ୍ରସ୍ତୁତ ହେଲେ। ହଠାତ୍ ଏ ଖବର ରାଞ୍ଚିର ଡେପୁଟି କମିଶନର ଷ୍ଟ୍ରିଟଫିଲ୍ଡଙ୍କ ପାଖରେ ପହଞ୍ଚିଲା। ସେ ନିଜର ପୋଲିସ ବାହିନୀକୁ ସେଠାକୁ ଯିବାକୁ ଆଦେଶ ଦେଲେ। ଇଂରେଜ ସେନା ଓ ମୁଣ୍ଡା ବିଦ୍ରୋହୀଙ୍କ ଭିତରେ ଗୁଳିଚାଳନା ଆରମ୍ଭ ହେଲା। ଅନେକ ମୁଣ୍ଡା ଏଥିରେ ପ୍ରାଣ ହରାଇଲେ। ଏହି ଘଟଣା ପରେ ମୁଣ୍ଡାମାନଙ୍କର ବିଦ୍ରୋହ କ୍ରମେ ଶିଥିଳ ହୋଇଗଲା। ତାପରେ ଇଂରେଜ ପ୍ରଶାସକମାନେ ବିଦ୍ରୋହର ମୁଖ୍ୟ ନାୟକ ବିର୍ସା ମୁଣ୍ଡାକୁ ଧରିବା ପାଇଁ ଚେଷ୍ଟା କଲେ। ବିର୍ସା ସିଂହଭୂମିକୁ ପଳାଇଗଲେ। ଏ ଖବର ପାଇ ଇଂରେଜ ପ୍ରଶାସକ ବିର୍ସା ମୁଣ୍ଡାକୁ ଧରାଇଦେଲେ 500 ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। କେତେଜଣ ଅର୍ଥ ଲୋଭରେ ତାଙ୍କୁ ଧରିବା ପାଇଁ ଲାଗି ପଡ଼ିଲେ। ବସନ୍ତରା ନିକଟରେ ବିର୍ସା ମୁଣ୍ଡା ଆତ୍ମଗୋପନ କରିଥିବାର ଜାଣି 7 ଜଣ ଲୋକ ହଠାତ୍ ସେଠାରେ ଚଢ଼ଉ କରି ଫେବୃଆରୀ 3 ତାରିଖ ଦିନ ତାଙ୍କୁ ଧରିନେଲେ ଓ ଡେପୁଟି କମିଶନରଙ୍କ ନିକଟରେ ତାଙ୍କୁ ହାଜର କରାଇ ପୁରସ୍କାର ମଧ୍ୟ ପାଇଲେ। ବିର୍ସାଙ୍କୁ ହଜାରିବାଗ ଜେଲରେ ବନ୍ଦୀ କରି ରଖାଗଲା। ବନ୍ଦୀ ଅବସ୍ଥାରେ ପୀଡ଼ିତ ହୋଇପଡ଼ିବାରୁ ତାଙ୍କୁ 1900 ମସିହା ଜୁନ୍ 5 ତାରିଖରେ ରାଞ୍ଚି ଜେଲକୁ ପଠାଇ ଦିଆଯାଇଥିଲା। ଜେଲରେ ତାଙ୍କୁ ଅଖାଦ୍ୟ ଜିନିଷ ଦେବାରୁ ସେ କଲେରା ରୋଗରେ ଆକ୍ରାନ୍ତ ହୋଇ ଅଚେତ ହୋଇପଡ଼ିଲେ। 4 ଦିନ ଧରି ଅତିଶୟ ଅସୁସ୍ଥ ହୋଇପଡ଼ିବା ପରେ ବିର୍ସା 1900 ମସିହା ଜୁନ୍ 9 ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ବିର୍ସା ସେନା ମରିଯାଇଛନ୍ତି। ବିଦେଶୀ ଶାସନ ହାତରୁ ନିଜ ମାତୃଭୂମିକୁ ରକ୍ଷା କରିବା ପାଇଁ 20 ବର୍ଷ ବୟସରୁ ଯେଉଁ ବିଦ୍ରୋହ କରିଥିଲେ, ସେଥିପାଇଁ ସେ ଚିର ଅମର ହୋଇ ରହିଛନ୍ତି। ପିଲେ, ଶୀତ ଦିନରେ ତମେ ସବୁ ପରିବାର ଆଉ ସାଙ୍ଗସାଥିମାନଙ୍କ ସହ ବିଭିନ୍ନ ଜାଗା ବୁଲିବାକୁ ଯାଇଥାଅ। ଆଉ ଆମ ଓଡ଼ିଶା ରାଜ୍ୟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ଆସ, ଆଜି ଆମେ ଯିବା ଗୋଟିଏ ଦର୍ଶନୀୟ ସ୍ଥାନକୁ।
ଯାହାକି ଆମ ରାଜଧାନୀ ଭୁବନେଶ୍ୱରଠାରୁ 22 କିଲୋମିଟର ଦୂରରେ ପଡ଼େ। ସ୍ଥାନଟି ହେଲା ଅଟ୍ରି। ଆସ ଆଜି ଆମେ ଅଟ୍ରି ବୁଲିଯିବା, ଜାଣିବା ତାରି ବିଷୟରେ। କହିଛନ୍ତି ଅଜୟ କୁମାର ଜେନା। ଖୋର୍ଦ୍ଧା ସହରଠାରୁ 13 କିଲୋମିଟର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ପଶ୍ଚିମ ଦିଗକୁ ଗଲେ ପଡ଼େ ବାଘମାରୀ ଗାଁ। ଏହି ଗାଁର 2 କିଲୋମିଟର ଦକ୍ଷିଣ ପୂର୍ବକୁ ଗଲେ ଏହି ଉଷ୍ଣ ପ୍ରସ୍ରବଣଟି ପଡ଼ିଥାଏ। ପିଲାଏ, ତୁମେ ତ ଜାଣ, ସମୁଦ୍ର ବୁଡ଼ାଳୀମାନେ ସମୁଦ୍ର ଭିତରକୁ ଗଲାବେଳେ ଅମ୍ଳଜାନ ଥଳି ସାଥିରେ ନେଇକରି ଯାଇଥାନ୍ତି। ଏହାର କାରଣ ହେଉଛି ମାଟି ବା ପାଣିରେ ଆମେ ଯେତେ ତଳକୁ ଯିବା ତାପମାତ୍ରା ସେହି ପରିମାଣରେ ବଢ଼ି ବଢ଼ି ଯାଉଥିବ। ମାଟି ତଳେ ଏହି ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ଅମ୍ଳଜାନ କ୍ରମଶଃ କମି କମିଯାଏ। କେତେକ ସ୍ଥାନରେ ତାପ ବୃଦ୍ଧି ସହ ଚାପ ମଧ୍ୟ ସୃଷ୍ଟି ହୋଇଥାଏ। ମାଟି ତଳେ ଯେଉଁ ସ୍ଥାନରେ ସଲଫ୍ୟୁରିକ୍ ଏସିଡ୍ ଥାଏ ସେଠାରେ ତାପ ଓ ଚାପ ଉଭୟର ପ୍ରଭାବରେ ତାପର ବିକିରଣ ହୋଇଥାଏ ଏବଂ ଏହା ଛିଦ୍ର ପାଇ ମାଟି ଉପରକୁ ଜଳ ସହ ମିଶି ଚାଲିଆସେ। ଏଇମିତି ଏକ ସଲଫର ମିଶା ପାଣି ବାହାରୁଥିବା ସ୍ଥାନ ହେଉଛି ଆମର ଏହି ପ୍ରସିଦ୍ଧ ଅଟ୍ରି। ମାଟି ତଳୁ ସଲଫର ମିଶା ତତଲା ପାଣି ଆପଣା ଛାଏ ମାଟି ଉପରକୁ ବାହାରି ଆସୁଥାଏ। ନିରବଚ୍ଛିନ୍ନ ଭାବେ ବାହାରୁଥିବା ଏହି ତତଲା ପାଣିର ତାପମାତ୍ରା ପ୍ରାୟ 45 ଡିଗ୍ରୀ ସେଲସିୟସ୍ ଅଟେ। ଏହି ତତଲା ପାଣି ରହୁଥିବା ସ୍ଥାନକୁ ମୁଖ୍ୟ ପୁଷ୍କରଣୀ କୁହାଯାଏ। ଏହାକୁ ଆଧାର କରି ଏହାର ଚାରିପାଖରେ 4 ଗୋଟି କୂଅ ଖୋଳାଯାଇଛି। ମୁଖ୍ୟ ପୁଷ୍କରଣୀର ତତଲା ପାଣି କୂଅ ମଧ୍ୟକୁ ବହିଯାଇ ସଂରକ୍ଷିତ ହୋଇ ରହୁଛି। ଅଟ୍ରି ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଏହି ଗରମ ପାଣିରେ ଗାଧୋଇବା ପାଇଁ ଆଗ୍ରହ ପ୍ରକାଶ କରନ୍ତି। ଲୋକ ବିଶ୍ୱାସ ରହିଛି ଅଟ୍ରିର ଗରମ ପାଣିରେ ଗାଧୋଇଲେ କୁଷ୍ଠରୋଗ, କାଛୁକୁଣ୍ଡିଆ, ଏକ୍ଜିମା ଭଳି ନାନାଦି ଚର୍ମ ରୋଗ ଦୂର ହୋଇଥାଏ। ପିଲାଏ, ବିଜ୍ଞାନ ମତରେ ଚର୍ମ ରୋଗ ଭଲ କରିବା ପାଇଁ ସଲଫ୍ୟୁରିକ୍ ଏସିଡ୍ର ଆବଶ୍ୟକ ପଡ଼ୁଥିବା ବେଳେ ଅଟ୍ରିରୁ ବାହାରୁଥିବା ଗରମ ପାଣିରେ ଭରପୁର ହୋଇ ରହିଛି ସଲଫ୍ୟୁରିକ୍ ଏସିଡ୍, ଯାହା ଚର୍ମ ରୋଗ ଭଲ କରିବାରେ ମୁଖ୍ୟ ଭୂମିକା ନେଇଥାଏ। ଅଟ୍ରିକୁ ବୁଲିଯିବା ପାଇଁ ବର୍ଷର ସବୁ ସମୟରେ ପର୍ଯ୍ୟଟକମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ଏଠାରେ ମକର ସଂକ୍ରାନ୍ତି ଅବସରରେ ବିରାଟ ମେଳା ଲାଗିଥାଏ। ଏହି ମେଳା ମକର ମେଳା ନାମରେ ପରିଚିତ। ଏହି ମେଳାର ପୂର୍ବ ଦିନ ରାତିରେ ହଟକେଶ୍ୱର ମହାଦେବଙ୍କ ନିକଟରେ ଗୁଆ ପୂଜା ହୁଏ। ସେଠାରୁ ପୂଜା ହୋଇ ଆସିଥିବା ଗୁଆକୁ ମୁଖ୍ୟ ପୂଜକ ଅଟ୍ରି ପୁଷ୍କରଣୀରେ ପକାଇଥାନ୍ତି। ବଡ଼ି ଭୋରୁ ସନ୍ତାନ ସନ୍ତତି ନଥିବା ସ୍ତ୍ରୀ ଲୋକମାନେ ଏଠାରେ ବୁଡ଼ ପକାଇବା ସହ ପାଣିରେ ପଡ଼ିଥିବା ଗୁଆ ଖୋଜିଥାନ୍ତି। ଗୁଆକୁ ପାଇଲେ ମହାଦେବ ହଟକେଶ୍ୱରଙ୍କୁ ଧ୍ୟାନ କରି ଖାଇଥାନ୍ତି। ବିଶ୍ୱାସ କରାଯାଏ ଏହି ଗୁଆ ଖାଇଲେ ବର୍ଷକ ମଧ୍ୟରେ ପୁତ୍ର ସନ୍ତାନ ଲାଭ ହୋଇଥାଏ। ଅଟ୍ରି ଉଷ୍ଣ ପ୍ରସ୍ରବଣ ନିକଟକୁ ଯିବା ବାଟରେ ପଡ଼େ ଶ୍ରୀ ଶ୍ରୀ ହଟକେଶ୍ୱର ମହାଦେବଙ୍କ ମନ୍ଦିର। ଇତିହାସରୁ ଜଣାଯାଏ ଏହି ମନ୍ଦିରକୁ ପ୍ରାୟ 1300ରୁ 1400 ଖ୍ରୀଷ୍ଟାବ୍ଦ ମଧ୍ୟରେ ଗଙ୍ଗବଂଶୀୟ ରାଜାମାନେ ଖୋର୍ଦ୍ଧା ଶାସନ କାଳ ସମୟରେ ନିର୍ମାଣ କରିଥିଲେ। ଭାରତବର୍ଷରେ ଥିବା ଅଧିକାଂଶ ଶୈବପୀଠରେ ପ୍ରାୟତଃ ଗୋଟିଏ ଲେଖାଏଁ ଶିବଲିଙ୍ଗ ପୂଜା ପାଇଥାନ୍ତି, କିନ୍ତୁ ଏହି ପୀଠର ସ୍ୱତନ୍ତ୍ରତା ରହିଛି। କିମ୍ବଦନ୍ତୀ ଅନୁସାରେ ରାବଣକୁ ମାରିବା ସମୟରେ ହନୁମାନ ଏକାଦଶ ରୁଦ୍ର ଅବତାର ଧାରଣ କରି ଏଠାରେ ଉଭା ହୋଇଥିଲେ। ସେଇଥିପାଇଁ ଏଠାରେ ଧବଳ ବର୍ଣ୍ଣର ଏକାଦଶ ଲିଙ୍ଗ ପ୍ରତିଷ୍ଠା ହେବା ସହ ଏହା ହନୁମାନଜୀଉଙ୍କ ରୁଦ୍ର ଅବତାର ପୀଠ ଭାବେ ବେଶ୍ ପରିଚିତ। ପିଲାମାନେ, ହଟକେଶ୍ୱର ଦେବଙ୍କ ବେଢ଼ା ପରିସରରେ ମୁଖ୍ୟ ମନ୍ଦିରକୁ ଛାଡ଼ିଦେଲେ ଅନେକ ମନ୍ଦିର ରହିଛି, ଯେମିତିକି ନୃସିଂହ ମନ୍ଦିର, ପଞ୍ଚଦେବତା, ସନ୍ତୋଷୀମା ମନ୍ଦିର, ପାତାଳେଶ୍ୱର ମନ୍ଦିର ଓ ଚଣ୍ଡେଶ୍ୱର ମନ୍ଦିର। ଏହା ସାଙ୍ଗକୁ ପ୍ରେମାନନ୍ଦ ଦାସ ମଠ ମଧ୍ୟ ରହିଛି। ମନ୍ଦିର ସନ୍ନିକଟରେ ଏକ ବିରାଟ ପୁଷ୍କରଣୀ ରହିଛି, ଯେଉଁଠାରେ ଭକ୍ତମାନେ ହାତ ପାଦ ଧୋଇ ପ୍ରଭୁ ହଟକେଶ୍ୱରଙ୍କୁ ଦର୍ଶନ କରିଥାନ୍ତି। ମନ୍ଦିରର ଅନତି ଦୂରରେ ରହିଛି କାମଦେବୀ, ହାଡ଼ବାଇ, ଚଣ୍ଡୀ ଠାକୁରାଣୀ, ସିଂହଂସ ମଠଠାରେ କନକ ଦୁର୍ଗା, ବାଘମାରିଠାରେ ମା ମଙ୍ଗଳା ଓ ଯୋଗମାୟା ବାମଢିଅଠାରେ ବାୟାଣୀ ଦେବୀଙ୍କ ମନ୍ଦିର ରହିଛି। ଏହିସବୁ ଦେବୀ ପୀଠ ଗୁଡ଼ିକୁ ହଟକେଶ୍ୱର ମହାଦେବଙ୍କ ପରିବାର ବୋଲି ଲୋକମତ ରହିଛି। ହଟକେଶ୍ୱର ମନ୍ଦିରରେ ମହାଦେବ ଶିବ କ୍ରୋଧ ମୁଦ୍ରାରେ ବସିଥିବା ଦେଖାଯାଏ। ପୁରାଣରେ ବର୍ଣ୍ଣିତ ରହିଛି, ଦକ୍ଷ ଯଜ୍ଞ ସମୟରେ ସତୀଦାହ ହେବା ପରେ ମହାଦେବ ଶିବ ପାର୍ବତୀ ଦେବୀଙ୍କୁ ବିବାହ କରିବା ନିମନ୍ତେ ଏହି ସ୍ଥାନରେ କଠୋର ତପସ୍ୟା କରିବାକୁ ଲାଗିଲେ। ଠିକ୍ ଏତିକି ବେଳେ ତାରକାସୁର ନାମରେ ଗୋଟିଏ ରାକ୍ଷସ ଉତ୍ପାତ କରିବାକୁ ଲାଗିଲା। ଦେବତାମାନେ ଜାଣିଥିଲେ ତାରକାସୁର କେବଳ ଶିବଙ୍କ ଔରସରୁ ଜନ୍ମିତ ପୁତ୍ର ଦ୍ୱାରା ହିଁ ମରିବ। ସେଥିପାଇଁ ଦେବତାମାନଙ୍କୁ ଶିବଙ୍କ ତପସ୍ୟା ଭଗ୍ନ କରିବାକୁ ପଡ଼ିଲା। ପିଲାଏ, ଦେବତାମାନେ ଅତି କନ୍ଦର୍ପକୁ ଏହି ଦାୟିତ୍ୱ ଦେଲେ। ଅଟ୍ରି ଉଷ୍ଣ ପ୍ରସ୍ରବଣ ନିକଟରେ ହଟକେଶ୍ୱର ପୀଠର ମଧ୍ୟଭାଗରେ ଥିବା କଇଁଶର ପୋଖରୀ ଠାରୁ ଅତି କନ୍ଦର୍ପ ଶିବଙ୍କୁ ଲକ୍ଷ୍ୟ କରି ଶର ନିକ୍ଷେପ କଲେ।
ଏଥିରେ କ୍ରୋଧିତ ହୋଇ ମହାଦେବ ଶିବ ନିଜର ମୁଦ୍ରିତ ତୃତୀୟ ନୟନକୁ ଖୋଲିଦେବାରୁ କାମଦେବ ଧ୍ୱଂସ ପାଇଗଲେ। ଯେଉଁ ସ୍ଥାନରେ କାମଦେବ ମୃତ୍ୟୁବରଣ କରିଥିଲେ ସେହି ସ୍ଥାନକୁ କାମ ଦହନ କୁଣ୍ଡ କୁହାଯାଏ। ଏହା କ୍ରମଶଃ ଅପ୍ରଭଂଶ ହୋଇ ଏବେ କୁଆକୁଣ୍ଡ ନାମରେ ନାମିତ ହୋଇଛି। ହଟକେଶ୍ୱର ମନ୍ଦିର ନିକଟରୁ ପଶ୍ଚିମ ଦିଗକୁ ପ୍ରାୟ 500 ମିଟର ଗଲେ ପଡ଼େ ଅଟ୍ରିଗଡ଼ ଓ ପଣସ ବସ୍ତ୍ର। ଏହାର ମଧ୍ୟଭାଗରେ ରହିଛି ଶ୍ମଶାନ ଓ ଆମ୍ରବୃକ୍ଷ ପରିବେଷ୍ଟିତ ଏକ ସୁନ୍ଦର ସ୍ଥାନ। ଏହାରି ମଧ୍ୟରେ ରହିଛି ରତି ଓ କାମଦେବଙ୍କ ମନ୍ଦିର। ବିଶ୍ୱାସ ରହିଛି ଏହି ମନ୍ଦିରରେ କୁଆଁରୀମାନେ ପୂଜା କଲେ ମନଲାଖି ବର ପ୍ରାପ୍ତି ହୋଇଥାଏ। ଖୋର୍ଦ୍ଧା ସହର ଯେ କେବଳ ଅଟ୍ରି ପାଇଁ ଦେଶରେ ପ୍ରସିଦ୍ଧି ଅର୍ଜନ କରିଥିଲା ତାହା ନୁହେଁ, ଭାରତ ତଥା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଖୋର୍ଦ୍ଧାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ମୋଗଲ, ମରହଟ୍ଟା ଓ ବ୍ରିଟିଶ ରାଜତ୍ୱ ସମୟରେ ଖୋର୍ଦ୍ଧା ପାଇକମାନେ ଜନ୍ମଭୂମି ପାଇଁ କରିଥିବା ତ୍ୟାଗ ଓ ଦେଇଥିବା ପ୍ରାଣବଳି ଆମକୁ ଦେଶ ପ୍ରେମରେ ଉଦ୍ବୁଦ୍ଧ କରୁଛି। ଖୋର୍ଦ୍ଧା ଥିଲା ଶେଷ ସ୍ୱାଧୀନ ଦୁର୍ଗ, ଯାହାକି ମଧ୍ୟଯୁଗୀୟ ସମୟରେ ଜଗନ୍ନାଥ କଟକ ନାମରେ ପରିଚିତ ଥିଲା। ଏହି ଦୁର୍ଗ ହିଁ ପାଇକମାନଙ୍କ ବୀରତ୍ୱର ମୁଖସାକ୍ଷୀ ରୂପେ ଦଣ୍ଡାୟମାନ। ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ଓଡ଼ିଶା ସ୍ୱାଧୀନତା ହରାଇଲା। ଏହାର କିଛି ବର୍ଷ ପରେ ଭୋଇ ବଂଶର ରାମଚନ୍ଦ୍ର ଦେବ ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଦଦେଶରେ ନିଜର ରାଜଧାନୀ ସ୍ଥାପନ କରିଥିଲେ। ରାମଚନ୍ଦ୍ର ଦେବଙ୍କ ସମୟରେ ଏହି ଦୁର୍ଗର ନାମ ଜଗନ୍ନାଥ କଟକ ନାମରେ ପରିଚିତ ହୋଇଥିଲା। ଭୋଇ ବଂଶର ଦୁଇ ଦେବୀ ବରୁଣେଇ ଓ କାରୁଣେଇ, ଯାହାଙ୍କୁ ଜୟଦୁର୍ଗା ଓ କନକ ଦୁର୍ଗା ନାମରେ ପୂଜକଙ୍କ ଘରେ ପୂଜା କରାଯାଇଥାଏ। ଉଭୟ ଦେବୀଙ୍କୁ ଦଶହରା ସମୟରେ ବରୁଣେଇ ପାହାଡ଼ ନିକଟକୁ ବିରାଟ ପଟୁଆରରେ ଅଣାଯାଇ ପୂଜାର୍ଚ୍ଚନା କରାଯାଏ। ଏହି ସମୟରେ ପାଇକମାନେ ସେମାନଙ୍କର ଯୁଦ୍ଧାସ୍ତ୍ର ଗୁଡ଼ିକୁ ଆଣି ପୂଜା କରିବା ସାଙ୍ଗକୁ ଯୁଦ୍ଧ ବିଦ୍ୟା ପ୍ରଦର୍ଶନ କରିଥାନ୍ତି। ଭୋଇ ବଂଶର ରାଜଧାନୀ ପୁରୀକୁ ସ୍ଥାନାନ୍ତରିତ ହୋଇଯିବା ପରେ ବରୁଣେଇ ଓ କାରୁଣେଇ ଦେବୀଙ୍କୁ ଏଠାରୁ ପୁରୀକୁ ନିଆଯାଇଥିଲା। ତେବେ ପାହାଡ଼ ପାଦଦେଶରେ ଥିବା ଦେବୀଙ୍କ ପୀଠକୁ ମଧ୍ୟ ପାଇକମାନେ ପୂର୍ବ ପରି ପୂଜା କରୁଥିଲେ। ଦଶହରା ସମୟରେ ପୁରୀ ମନ୍ଦିରରୁ ଶାଢ଼ୀ, ଶଙ୍ଖା ଓ ମହାପ୍ରସାଦ ଏବେ ବି ଏହି ପୀଠକୁ ଆସୁଅଛି। ବରୁଣେଇ ଓ କାରୁଣେଇ ଦେବୀ ଉଭୟ ଖୋର୍ଦ୍ଧାଗଡ଼ର କ୍ଷେତ୍ରେଶ୍ୱରୀ। ଏହି ବରୁଣେଇ ପାହାଡ଼ର ପ୍ରାକୃତିକ ଶୋଭା ପର୍ଯ୍ୟଟକମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ପାହାଡ଼ର ପାଦଦେଶରେ ରହିଛି ସଂରକ୍ଷିତ ଜଙ୍ଗଲ, ଯେଉଁଠି ହେଟାବାଘ, ଠେକୁଆ ଓ ହରିଣମାନେ ନିର୍ଭୟରେ ବୁଲୁଥିବାର ଦେଖିବାକୁ ମିଳେ। ବର୍ଷା ଋତୁ ସମୟରେ ବରୁଣେଇ ପାହାଡ଼ର ଶୋଭା ଅତ୍ୟନ୍ତ ମନୋରମ। ବାଦଲ ଖଣ୍ଡ ଗୁଡ଼ିକ ପାହାଡ଼ ଚୂଡ଼ାକୁ ଛୁଇଁଲା ବେଳେ ଆକାଶ ପୃଥିବୀ ମିଶିଗଲା ପରି ଲାଗେ। ସତରେ ପିଲାଏ, ତୁମେମାନେ ଯଦି କେବେ ସମୟ ପାଇବ ନିଶ୍ଚୟ ଖୋର୍ଦ୍ଧାର ଅଟ୍ରି ଓ ବରୁଣେଇ ବୁଲିଯିବ। ପିଲାଏ, ଆଜିର କାର୍ଯ୍ୟକ୍ରମ ତମକୁ କେମିତି ଲାଗିଲା ସେ ବିଷୟରେ ନିଶ୍ଚୟ ଚିଠି ଲେଖି ଆମ ପାଖକୁ ପଠାଇବ। ଚିଠି ଲେଖିବାର ଠିକଣା ତ ତମେ ସବୁ ଜାଣିଛ, ତଥାପି ପୁଣି ଥରେ କହି ରଖୁଛି। କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନକୋଡ୍ 753001। ଆଜି ତ ପିଲାଏ ସମୟ ସରିବାକୁ ବସିଲାଣି। ପୁଣି ଥରେ ପିଲେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ସନ୍ଧ୍ୟା 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।